ପୁରୀ ଶ୍ରୀମନ୍ଦିରରେ ସେଦିନ ଚାଲିଥିଲା ରଥଯାତ୍ରା ପ୍ରସ୍ତୁତି। ଶ୍ରୀମନ୍ଦିରର ଚାରିପାଖରେ ଭକ୍ତମାନଙ୍କ ଭିଡ଼, ଶଙ୍ଖଧ୍ୱନି, ଘଣ୍ଟିର ଶବ୍ଦ ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ପୁରୀ କମ୍ପମାନ ହେଉଥିଲା। ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଗୁଣ୍ଡିଚା ମନ୍ଦିରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ମା ଲକ୍ଷ୍ମୀଙ୍କୁ ଏହି କଥା କିଛି ଜଣାନଥିଲା। ସେଦିନ ମହାପ୍ରଭୁ ଜଗନ୍ନାଥ ରଥଯାତ୍ରାକୁ ବାହାରିବା ପୂର୍ବରୁ ମା ଲକ୍ଷ୍ମୀଙ୍କୁ କିଛି କହିନଥିଲେ। ମହାପ୍ରଭୁ ରଥରେ ବସିବା ପରେ ଲକ୍ଷ ଲକ୍ଷ ଭକ୍ତ ରଥର ଦଉଡ଼ି ଟାଣିଲେ। କିଛି ସମୟ ପରେ ମା ଲକ୍ଷ୍ମୀ ଜାଣିଲେ ଯେ ମହାପ୍ରଭୁ ତାଙ୍କୁ ନ କହି ଗୁଣ୍ଡିଚା ମନ୍ଦିରକୁ ଚାଲିଯାଇଛନ୍ତି। ସେ ଦୁଃଖରେ ଭାଙ୍ଗି ପଡ଼ିଲେ। ସେ ଭାବିଲେ, ମୁଁ କ'ଣ ପ୍ରଭୁଙ୍କ ପାଇଁ ଏତେ ପର ହୋଇଗଲି? ମୋତେ ଥରେ ମଧ୍ୟ କହିଲେ ନାହିଁ। ମା ଲକ୍ଷ୍ମୀ ମନରେ ଅଭିମାନ କଲେ। ଏପଟେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କ ସହ ରହିଲେ। ସେଠାରେ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରୁଥିଲେ, ଭୋଗ ଲାଗୁଥିଲା ଓ ଭକ୍ତିର ପରିବେଶ ସୃଷ୍ଟି ହେଉଥିଲା। କିନ୍ତୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀ ଏକା ଥିଲେ। ଦିନ ପରେ ଦିନ ବିତିଗଲା। ମା ଲକ୍ଷ୍ମୀ ମନରେ ଅଭିମାନ ଧୀରେ ଧୀରେ ବଢ଼ିଲା। ଶେଷରେ ମା ଲକ୍ଷ୍ମୀ ନିଷ୍ପତ୍ତି ନେଲେ, ମୁଁ ନିଜେ ଯାଇ ପ୍ରଭୁଙ୍କୁ ଦେଖିବି। ଦିନେ ସେ ଗୋପନରେ ଗୁଣ୍ଡିଚା ମନ୍ଦିରକୁ ଗଲେ। ସେଠାରେ ସେ ମହାପ୍ରଭୁଙ୍କୁ ଦେଖିଲେ। ପ୍ରଭୁ, ଆପଣ ମୋତେ ନ କହି ଏଠାକୁ ଚାଲି ଆସିଲେ। ମୁଁ ଆପଣଙ୍କୁ ଏତେ ମନେ ପକାଉଥିଲି, କିନ୍ତୁ ଆପଣ ମୋତେ ଥରେ ମଧ୍ୟ ମନେ ପକାଇଲେ ନାହିଁ। ମହାପ୍ରଭୁ ହସିକି କହିଲେ, ଲକ୍ଷ୍ମୀ, ମୁଁ ତ ଶୀଘ୍ର ଫେରି ଆସିବି। କିନ୍ତୁ ମା ଲକ୍ଷ୍ମୀଙ୍କ ଅଭିମାନ ସେ ପର୍ଯ୍ୟନ୍ତ ଶାନ୍ତ ହୋଇନଥିଲା। ଆପଣ ଯେତେବେଳେ ମୋତେ ନ କହି ଆସିପାରିଲେ, ତେବେ ମୋର ରାଗକୁ ମଧ୍ୟ ସହିବାକୁ ପଡ଼ିବ। ମା ଲକ୍ଷ୍ମୀ ନନ୍ଦିଘୋଷ ରଥ ପାଖକୁ ଆସି ରଥର କିଛି ଅଂଶ ଭାଙ୍ଗିଥିଲେ, ଯେଉଁଟାକୁ କି ହେରା ପଞ୍ଚମୀ କୁହାଯାଏ। ଏ କଥାକୁ ଭକ୍ତମାନେ ମାଙ୍କ ପ୍ରେମଭରା ଅଭିମାନ ବୋଲି କହିଲେ। କିଛି ଦିନ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ହେଲା। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଶ୍ରୀମନ୍ଦିରକୁ ଫେରିଆସିଲେ। ମହାପ୍ରଭୁ ଭାବିଲେ, ଏବେ ତ ଘରକୁ ଫେରିଆସିଲି, ଲକ୍ଷ୍ମୀ ମୋତେ ନିଶ୍ଚୟ ସ୍ୱାଗତ କରିବ। କିନ୍ତୁ ମହାପ୍ରଭୁ ଶ୍ରୀମନ୍ଦିର ଦ୍ୱାର ପାଖରେ ପହଞ୍ଚିବା ମାତ୍ରେ ଦେଖିଲେ ଦ୍ୱାର ବନ୍ଦ। ଜଗନ୍ନାଥ କହିଲେ, ଲକ୍ଷ୍ମୀ, ଦ୍ୱାର ଖୋଲ। ଭିତରୁ ମା ଲକ୍ଷ୍ମୀ କହିଲେ, ନା, ମୁଁ ଦ୍ୱାର ଖୋଲିବି ନାହିଁ। ମହାପ୍ରଭୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କାହିଁକି ଲକ୍ଷ୍ମୀ? ଲକ୍ଷ୍ମୀ କହିଲେ, ଆପଣ ମୋତେ ନ କହି ଚାଲିଗଲେ। ଏତେ ଦିନ ମୋତେ ଏକା ରଖିଲେ, ଏବେ ଆସି କହୁଛନ୍ତି ଦ୍ୱାର ଖୋଲିବାକୁ। ମହାପ୍ରଭୁ ବୁଝିଗଲେ ଯେ ଲକ୍ଷ୍ମୀ ଏବେ ମଧ୍ୟ ରାଗିଛନ୍ତି। ଲକ୍ଷ୍ମୀଙ୍କ ଅଭିମାନକୁ ଭାଙ୍ଗିବା ପାଇଁ ପ୍ରଭୁ ରସଗୋଲା ମଗେଇଲେ। ପ୍ରଭୁ ନିଜ ହାତରେ ରସଗୋଲା ନେଇ ମା ଲକ୍ଷ୍ମୀଙ୍କୁ ଦେଲେ। ସେ କହିଲେ, ଲକ୍ଷ୍ମୀ, ମୁଁ ତୁମ ପାଇଁ ରସଗୋଲା ଆଣିଛି। ଲକ୍ଷ୍ମୀ କହିଲେ, ରସଗୋଲା ଦେଇ ମୋ ଅଭିମାନକୁ ଭାଙ୍ଗୁଛନ୍ତି? ମା ଲକ୍ଷ୍ମୀ ରସଗୋଲା ଖାଇଲେ ଓ ତାଙ୍କ ଅଭିମାନକୁ ଭାଙ୍ଗିଲେ। ପ୍ରଭୁ, ଆପଣ ମୋତେ ନ କହି ଯାଇଥିଲେ, ସେଥିପାଇଁ ମୁଁ ରାଗିଥିଲି। କିନ୍ତୁ ଆପଣ ଫେରିଆସିଲେ ବୋଲି ମୋର ସବୁ ଅଭିମାନ ଶେଷ ହୋଇଗଲା। ପ୍ରଭୁ କହିଲେ, ଲକ୍ଷ୍ମୀ, ତୁମେ ମୋ ପାଇଁ କେବଳ ମୋର ରାଣୀ ନୁହଁ, ତୁମେ ମୋ ହୃଦୟର ଅର୍ଦ୍ଧାଙ୍ଗିନୀ। ତୁମ ବିନା ମୋର ଘର ମଧ୍ୟ ଅପୂର୍ଣ୍ଣ।